ଅଟୋରେ ପରିବାର ସହ ଫେରୁଥିବା ଯୁବକଙ୍କୁ ତୀର ମାରି ଘାୟଲ କରି ଆକ୍ରମଣକାରୀ ଫେରାର। ରାଉରକେଲା ପୋଲିସ ଜିଲ୍ଲାର ବ୍ରାହ୍ମଣୀ ଥାନା ଅନ୍ତର୍ଗତ କଲୁଙ୍ଗା ପୋଲିସ ଚୌକି ଅଞ୍ଚଳରେ ମଙ୍ଗଳବାର ସକାଳ ବେଳେ ରଣ୍ଟୋ ବିରକେରା ମାର୍ଗରେ ଜଣେ ଯୁବକ ଉପରେ ଜଣେ ଯୁବକ ତୀର ମାରି ଘାତକ ଆକ୍ରମଣ କରିଥିଲା। ସମ୍ବଲପୁର ଜିଲ୍ଲାର ବଡ଼ସିଂଘାରୀ ଅଞ୍ଚଳର 25 ବର୍ଷୀୟ ନିତ୍ୟାନନ୍ଦ ରଣବିଡ଼ା ତାଙ୍କ ପରିବାର ସହ ଜଣେ ଶୋକାନୁଷ୍ଠାନରୁ ଯୋଗ ଦେଇ ଅଟୋରେ ଘରକୁ ଫେରୁଥିଲେ। ସେତେବେଳେ 3 ଯୁବକ ତାଙ୍କୁ ଆଘାତ କରିଥିଲେ। ମୁଖ୍ୟ ଅଭିଯୁକ୍ତ ବିର୍ସା ତୀର ମାରି ତାଙ୍କ ପେଟରେ ଗଭୀର ଚୋଟ କ୍ଷତ ପହଞ୍ଚାଇଥିଲେ। ଘଟଣା ପରେ କଲୁଙ୍ଗା ପୋଲିସ ତାଙ୍କୁ RGH ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ ବିର୍ସା ଜଣେ ମହିଳାଙ୍କୁ ଜବରଦସ୍ତି ଭଲ ପାଇବାକୁ ଚେଷ୍ଟା କରୁଥିଲେ ଓ ନିତ୍ୟାନନ୍ଦ ସେଥିରେ ବିରୋଧ କରିଥିବାରୁ ଏହି ଆକ୍ରମଣ ଘଟିଛି। ଘଟଣା ପରେ 3 ଅଭିଯୁକ୍ତ ପଳାଇ ଯାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ଦାଖଲ କରିଛି ଓ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି। ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଭୟଭୀତ ଓ କ୍ରୋଧିତ ଅଛନ୍ତି। ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ରାଉରକେଲାରୁ ଲବକିଶୋର ନାୟକଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।